প্রিয় দর্শক বন্ধুগণ নমস্କାର। ଆସିଅଛି ନୂତନ ଅପଡେଟ୍ ନେଇ ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ଆଜିର ମୁଖ୍ୟ ବିଷୟ ହେଲା ଓଡ଼ିଶା ରାଜ୍ୟର ପାଣିପାଗ ସତର୍କତା। ଆଜି ଅର୍ଥାତ୍ 6 ନଭେମ୍ବର ଗୁରୁବାର ଦିନ ପ୍ରବଳ ଶୀତ ଏବଂ ପ୍ରଚଣ୍ଡ କୁହୁଡ଼ି ବିଷୟରେ ଜାଣିବା। ଦର୍ଶକ ବନ୍ଧୁଗଣ, ଟିକେ ନ୍ୟୁଜ୍ ଚ୍ୟାନେଲକୁ ସ୍ୱାଗତମ। ଦର୍ଶକ ବନ୍ଧୁଗଣ, ଅଚାନକ ଓଡ଼ିଶାରେ ଆରମ୍ଭ ହେଲା ପ୍ରବଳ ଶୀତ। ଗାରୁ ସହରଠାରେ ସବୁଠି ଥରହର ଥଣ୍ଡା ଦେଖିବାକୁ ମିଳୁଅଛି। ମଡେଲ ଆକଳନ କଲେ ଆସୁଅଛି ଆଉ ଗୋଟିଏ ବଡ଼ ଲଘୁଚାପ। ଓଡ଼ିଶାରେ ହୋଇପାରେ ପ୍ରବଳ ବର୍ଷା। ଭାରତୀୟ ମଡେଲ ଅନୁସାରେ କ'ଣ ଆକଳନ କରୁଛନ୍ତି ତାହା ବିଷୟରେ ସବୁକିଛି ବିସ୍ତାରିତ ଭାବେ ଜାଣିବା। ତାହା ପୂର୍ବରୁ ଯଦି ଆମ ଚ୍ୟାନେଲରେ ନୂତନ ତେବେ ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ଏବଂ ବେଲଟିକୁ ଅନ୍ କରି ରଖିଦେବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁଗଣ, ଆଜିର ସ୍ଥିତି ପ୍ରବଳ ମାତ୍ରାରେ ଶୀତ ଆରମ୍ଭ ହୋଇଯାଇଅଛି ଏବଂ ପ୍ରଚଣ୍ଡ ପରିମାଣରେ କୁହୁଡ଼ି ଦେଖିବାକୁ ମିଳୁଅଛି। ଯେମିତି ଫୁଲବାଣୀରେ 12.5 ଡିଗ୍ରୀ ରେକର୍ଡ କରାଯାଇଛି ଶୀତ। ଦାରିଙ୍ଗବାଡ଼ିରେ 14.0 ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ 14.5 ରେକର୍ଡ କରାଯାଇଅଛି। ଅନୁଗୁଳରେ 15.0 ରେକର୍ଡ କରାଯାଉଛି। ରାଉରକେଲାରେ 15.5 ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝରରେ 15.2 ଡିଗ୍ରୀ ରେକର୍ଡ କରାଯାଇଛି। ଢେଙ୍କାନାଳରେ 15.8 ଡିଗ୍ରୀ ରେକର୍ଡ କରାଯାଇଛି ଏବଂ ଭୁବନେଶ୍ୱରରେ 17.0 ରେକର୍ଡ କରାଯାଇଅଛି। ଆଉ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ାଠାରେ ମଧ୍ୟ ପ୍ରଚଣ୍ଡ ପରିମାଣରେ ଥଣ୍ଡା ଏବଂ କୁହୁଡ଼ି ଦେଖିବାକୁ ମିଳୁଅଛି। ବାୟୁମଣ୍ଡଳ ଅନୁସାରେ ରାଜ୍ୟର ପ୍ରବଳ ଶୀତ ହେବ। ଆଗାମୀ ଦିନମାନଙ୍କରେ ଉପକୂଳ ଜିଲ୍ଲା ଓ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଶୀତ ଦେଖିବାକୁ ମିଳିବ। ଓଡ଼ିଶାର ପାର୍ଶ୍ୱବର୍ତ୍ତୀ ରାଜ୍ୟମାନଙ୍କରେ ଅଧିକ ଶୀତ ଦେଖିବାକୁ ମିଳୁଅଛି। ଯେମିତି ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ପ୍ରଭାବିତ ମିଳିବାକୁ ପଡ଼ିଅଛି। ଉତ୍ତର ପଶ୍ଚିମ ଆଡ଼କୁ ପ୍ରବାହିତ ଯୋଗୁଁ ଶୀତର ପ୍ରଭାବ ପ୍ରଚଣ୍ଡ। ଦର୍ଶକ ବନ୍ଧୁଗଣ, ପଶ୍ଚିମ ପଟରୁ ଶୁଷ୍କ ବାୟୁ ଆସୁଅଛି, ଯାହାଦ୍ୱାରା ଉତ୍ତର ଭାରତରେ ଅନେକ ରାଜ୍ୟରେ ପ୍ରବଳ ଶୀତ ହେଉଅଛି ଏବଂ ତୁଷାରପାତ ମଧ୍ୟ ହେଉଅଛି। ବିଭିନ୍ନ ପ୍ରକାର ମଡେଲ ଆକଳନ କରୁଅଛି ଯେ ନଭେମ୍ବର ମାସରେ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏହା ଦକ୍ଷିଣ ଭାରତ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଶ୍ରୀଲଙ୍କା, ଲକ୍ଷଦ୍ୱୀପ ଓ ଦାଉଦିଉ ଉପରେ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଇଅଛି। ଚଳିତ ବର୍ଷ ଓଡ଼ିଶାରେ ଶୀତ ଟିକେ ଡେରିରେ ଆସିଅଛି, କିନ୍ତୁ ରାତିରେ ତାପମାତ୍ରା କମିବାକୁ ଲାଗୁଅଛି। ବର୍ତ୍ତମାନ ଜାଣିନେବା, ଆଜି କେଉଁ ଜିଲ୍ଲା ଗୁଡ଼ିକରେ ପ୍ରଚଣ୍ଡ ଶୀତ ଏବଂ ପ୍ରଚଣ୍ଡ ପରିମାଣରେ କୁହୁଡ଼ି ଦେଖିବାକୁ ମିଳିଅଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଟକ, ସୋନପୁର, ଦେଓଗଡ଼, ସମ୍ବଲପୁର ଏହିସବୁ ଜିଲ୍ଲା ଗୁଡ଼ିକରେ ମଧ୍ୟମ ଧରଣର ଶୀତ ଏବଂ ପ୍ରଚଣ୍ଡ ପରିମାଣରେ କୁହୁଡ଼ି ଦେଖିବାକୁ ମିଳେ। ଏବେ ଆପଣଙ୍କ କେଉଁ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାଇବେ। କେତେ ଶୀତ ଆପଣଙ୍କ ଜିଲ୍ଲାରେ ଏବଂ ପାଗ କି ପ୍ରକାରର ରହିଛି। ତା ସହିତ ଏହିପରି ପାଣିପାଗ ସମ୍ବନ୍ଧୀୟ ଲେଟେଷ୍ଟ ଖବର ପାଇବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୁଅନ୍ତୁ। ଲାଇକ୍, କମେଣ୍ଟ, ସେୟାର, ଫଲୋ କରି ଅନ୍ୟମାନଙ୍କୁ ଦେଖିବାର ସୁଯୋଗ ମଧ୍ୟ କରିଦେବେ ବୋଲି ଅନୁରୋଧ। ଯେମିତି ଅନ୍ୟମାନେ ମଧ୍ୟ ପାଣିପାଗ ଖବର ପାଇପାରିବେ। ଦର୍ଶକ ବନ୍ଧୁଗଣ, ଆଜି ପାଇଁ ଏତିକି। ଦେଖାହେବ ଆଗାମୀ ଭିଡ଼ିଓରେ। ଆପଣମାନେ ଭଲ ରୁହନ୍ତୁ, ସୁସ୍ଥ ରୁହନ୍ତୁ ବୋଲି କାମନା କରୁଅଛି। ଧନ୍ୟବାଦ। ଜୟ ଜଗନ୍ନାଥ।